ଗତକାଲି ବାରିପଦାର କିଛି ପିଲା ଲୁଲୁଙ୍ଗକୁ ଯାଇଥିଲେ। ଆମର ଶିମିଳିପାଳ ଉପକଣ୍ଠରେ ଯେଉଁ ଲୁଲୁଙ୍ଗ ଅଛି ସେଠାରେ ଭୋଜି କରିବା ପାଇଁ ଯାଇଥିଲେ। ସେଠି ଆଉ ଗୋଟେ ଗ୍ରୁପ୍ ଡୁକୁରା ଅଞ୍ଚଳର କିଛି ପିଲା ସେମାନେ ମଧ୍ୟ ଭୋଜି କରୁଥିଲେ। ତାଙ୍କର ଜଣେ ଫ୍ରେଣ୍ଡର ବାର୍ଥଡେ ଥିଲା। ତ ଯେତେବେଳେ ତାଙ୍କର ଇଭିନିଂ ଆୱାରରେ ଯେତେବେଳେ ଭୋଜି ସରିଗଲା, ବାରିପଦା ପିଲାମାନେ ରିଟର୍ଣ୍ଣ କରୁଥିଲେ। ଏହି ସମୟରେ ସେ ଡୁକୁରା ଅଞ୍ଚଳର ଯେଉଁ ପିଲାମାନେ ସେଠି ରାସ୍ତା କଡ଼ରେ ଛିଡ଼ା ହେଇକି କିଛି କଥା ହେଉଥିଲେ। ତାଙ୍କ ଭିତରେ ଖଟି ଟାଇପ୍ର କିଛି କରୁଥିଲେ। ତ ଏମାନେ ତାଙ୍କୁ କାହିଁକି ରାସ୍ତା ଉପରେ ଗଦା ହେଇକରି ଏମିତି ଝାମେଲା କରୁଛନ୍ତି ବୋଲି କହିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ତର୍କ ହେଲା। ତାପରେ ସେଠି କିଛି ମିଶାପ ହେଲାନି। ବାରିପଦା ପିଲାମାନେ କାର୍ରେ ପଳେଇ ଆସିଲେ। ଆଉ ଡୁକୁରା ଅଞ୍ଚଳର ଯେଉଁ ପିଲାମାନେ ଥିଲେ ସେମାନେ ପୂର୍ବରୁ ଆସିକି ବାଇକ୍ରେ ରଙ୍ଗାମାଟିଆ ପାଖରେ ଯେଉଁଟା ଆମର ଯାଉଛି ସଦର ଥାନା ଏରିଆରେ ସେଠି ଥିଲେ। ତ ଏମାନେ ତାଙ୍କୁ ଅଟକାଅଟକି କରିବା ଏବଂ ସେମାନେ ଆଙ୍କୁ ଦେଖିକି ଏମାନେ ବାରିପଦା ପିଲା କହୁଛନ୍ତି ଆମେ କମ୍ପ୍ରମାଇଜ୍ କରିଦେବା, ସେଇ ହିସାବରେ ଆମେ ରୁକିଗଲୁ। ଏବଂ ଡୁକୁରା ଅଞ୍ଚଳ ପିଲାମାନେ ବି ଆଗରୁ ସେଠି ଉପସ୍ଥିତ ଥିଲେ। ତ ସେଠି ତାଙ୍କ ଭିତରେ ଆଉ ଟିକେ ଆର୍ଗୁମେଣ୍ଟ ହେଲା, ଟିକେ ହାତାପାଇ ହେଲା। ତାପରେ ସେ ବାରିପଦା ଅଞ୍ଚଳର ପିଲାମାନେ କାର୍ରେ ବାରିପଦା ଆଡ଼କୁ ଆସିଲା ବେଳେ ଡୁକୁରାରୁ କିଛି ପିଲା ତାଙ୍କୁ ଚେସ୍ କଲେ। ରଥ ପଡ଼ିଆ ପାଖରେ ସେଠି ଟିକେ ଝଗଡ଼ା ହେଇକି ଟିକେ ପୁସ୍ ଆଣ୍ଡ ପୁଲ୍ ଟିକେ ହେଲା। ତାପରେ ସେମାନେ ତାର ଗାଡ଼ି ଯେଉଁ ଡଷ୍ଟର ଗାଡ଼ିଟା ରେନଲ୍ଟ ଗାଡ଼ିଟା ଚଳାଉଥିଲା ବାରିପଦା ପିଲାମାନେ ଥିଲେ, ତାକୁ ଡୁକୁରା ପିଲାମାନେ ତାକୁ ହାତରେ ଏବଂ ତାକୁ ମୁଥ ମାରିକି ସେ ଗାଡ଼ିକି ସାମ୍ନା କାଚଟା ଭାଙ୍ଗିଦେଲେ। ସେଇ ଭିତରେ ବାରିପଦାର ସେ ଯେଉଁ 4 ଜଣ ପିଲା ଥିଲେ ସେ କାର୍ଟାକୁ ନେଇକି ଟାଉନ୍ ଥାନା ପାଖରେ ରଖିଦେଲେ ଏବଂ ବାହାରକୁ ବାହାରି ଆସି ଥାନା ଭିତରକୁ ଯିବାକୁ ଚେଷ୍ଟା କଲେ। ଏମାନେ ତାଙ୍କୁ ଚେସ୍ କଲେ ଏବଂ ଡୁକୁରାଞ୍ଚଳ ପିଲାମାନେ ସେଠି ଯାଇକରି ହୋହାଲ୍ଲା କଲେ। ତ ପୋଲିସ ସାଙ୍ଗେ ସାଙ୍ଗେ ଏଇଟା ସ୍ମାର୍ଟଲି ଡିଲ୍ କଲା, ପ୍ରୋଆକ୍ଟିଭଲି ଆସିକି ଉଭୟ ପକ୍ଷଙ୍କୁ ତାଙ୍କୁ ନେଇ ଡିଟେନ୍ କଲା। ଏବଂ ସେମିତି କୌଣସି ପକ୍ଷର କିଛି ଇଞ୍ଜୁରି ନାହିଁ, ଖାଲି ହାତ ଆଙ୍ଗୁଠି ଫାଙ୍ଗୁଠି ଟିକେ ଛେଲି ହେଇଯାଇଛି। ଆଉ ଉଭୟ ପକ୍ଷଙ୍କୁ ତାଙ୍କୁ ଡିଟେନ୍ କଲା ପରେ କାଲି ଆମର 2ଟା କେସ୍ ଟାଉନ୍ ଥାନା କେସ୍ ନମ୍ବର 325 ଏବଂ 326 2ଟା କେସ୍ ରେଜିଷ୍ଟ୍ରେସନ୍ ହୋଇଛି। ଉଭୟ ପକ୍ଷଙ୍କ ଏଗେନ୍ଷ୍ଟରେ ରିପୋର୍ଟ କରିଛନ୍ତି। ସବୁ ମିସଲେନିୟସ୍ ଦଫାରେ ହେଇଛି। ଏବଂ ଯେହେତୁ ଏଇଟା ଗୋଟେ ଗୋଷ୍ଠୀ ଟାଇପ୍ର କରିକି ଝଗଡ଼ା ଲାଗିଗଲେ, ଆମେ ସେଇଟାକୁ ଗୁରୁତର ସହିତ ନେଇକି ଆଜି ଉଭୟ ପକ୍ଷରୁ ଯେଉଁ 4 ଜଣଙ୍କୁ ଆମେ ଡିଟେନ୍ କରିଥିଲୁ ତାଙ୍କୁ ଆଜି ଅନରେବୁଲ୍ କୋର୍ଟକୁ ଫରୱାର୍ଡ଼ କରିବୁ।